ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ବନ୍ଧୁଗଣ, ଆପଣମାନଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି ଅନେକ ସମୟରେ ସମସ୍ତେ କାହିଁକି କହିଥାନ୍ତି କି ଯେ ଏଇ ବାରରେ ଜନ୍ମ ହେଇଛି ବୋଲି ତା ଗୁଣ ଟିକେ ଏପରି? ଦର୍ଶକ ବନ୍ଧୁ, ସାଧାରଣତଃ ଯେକୌଣସି ବ୍ୟକ୍ତିର ରାଶି, ଗ୍ରହ ଏବଂ ନକ୍ଷତ୍ର ଜାଣି ତାର ବ୍ୟକ୍ତିତ୍ୱ ଏବଂ ସ୍ୱଭାବ ବିଷୟରେ ସବୁ କିଛି ଜାଣି ହୋଇଥାଏ। ଠିକ୍ ସେହିପରି ଜନ୍ମବାର ଦେଖି ମଧ୍ୟ ସ୍ୱଭାବ, ଚରିତ୍ର, ବ୍ୟକ୍ତିତ୍ୱ ଏବଂ ଗୁଣ ବିଷୟରେ ବହୁତ କିଛି ଜାଣି ହୋଇଥାଏ। ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଆଜି ଆମେ ଜାଣିବା ସପ୍ତାହର ପ୍ରତି ବାରର ମହତ୍ତ୍ୱ କ'ଣ ରହିଛି ଏବଂ ସେହିଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଉପରେ ତାର ପ୍ରଭାବ କ'ଣ ରହିଛି। ତେବେ ଦର୍ଶକ ବନ୍ଧୁ, ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ସର୍ବପ୍ରଥମେ ଜାଣିବା ସପ୍ତାହର ପ୍ରତ୍ୟେକ ଦିନ ଏବଂ ତାର ଜ୍ୟୋତିଷ ମହତ୍ତ୍ୱ ବିଷୟରେ। ସୂର୍ଯ୍ୟ ରବିବାରର ସ୍ୱାମୀ ଅଟନ୍ତି। ଚନ୍ଦ୍ର ସୋମବାରର ସ୍ୱାମୀ ଅଟନ୍ତି। ମଙ୍ଗଳ ଗ୍ରହ ମଙ୍ଗଳବାରର ଏବଂ ବୁଧ ଗ୍ରହ ବୁଧବାରର ସ୍ୱାମୀ ଅଟନ୍ତି। ବୃହସ୍ପତି ଗୁରୁବାରର ସ୍ୱାମୀ ଅଟନ୍ତି। ଶୁକ୍ର ଗ୍ରହ ଶୁକ୍ରବାରର ଏବଂ ଶନି ଶନିବାରକୁ ପ୍ରଭାବିତ କରିଥାନ୍ତି। ଏବେ ଜାଣିବା ବାର ଅନୁଯାୟୀ ଜନ୍ମିତ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ। ରବିବାରରେ ଯେଉଁ ବ୍ୟକ୍ତିବିଶେଷମାନେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ତେଜସ୍ୱୀ, ଯଶସ୍ୱୀ, ଜ୍ଞାନୀ ହୋଇଥାନ୍ତି, କିନ୍ତୁ ବହୁତ ଚଳଚଞ୍ଚଳ ମଧ୍ୟ ରହିଥାନ୍ତି। କାରଣ ସୂର୍ଯ୍ୟଗ୍ରହ ରବିବାରର ସ୍ୱାମୀ ହୋଇଥାନ୍ତି ଏବଂ ସୂର୍ଯ୍ୟ ସବୁବେଳେ ଚଳଚଞ୍ଚଳ ରହିଥାନ୍ତି। ଏମାନେ ସବୁବେଳେ ଆଗରେ ରହିଥାନ୍ତି। ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ। ସୋମବାର ଦିନ ଯେଉଁ ବ୍ୟକ୍ତିବିଶେଷମାନେ ଜନ୍ମଗ୍ରହଣ କରିଥାନ୍ତି ତାଙ୍କ ଉପରେ ବିଶେଷ ଭାବରେ ଚନ୍ଦ୍ରଙ୍କର ପ୍ରଭାବ ରହିଥାଏ। ଏହି ବ୍ୟକ୍ତିବିଶେଷମାନେ ଶାନ୍ତ, ଧୀର ସ୍ୱଭାବର ହୋଇଥାନ୍ତି ଏବଂ ବହୁତ ନିବିଡ଼ ଭାବରେ ବୁଝିବାକୁ ଚେଷ୍ଟା କରିଥାନ୍ତି। ଅନ୍ୟକୁ ନିର୍ଦ୍ଦେଶ ଦେଇଥାନ୍ତି, ବୁଝାଇଥାନ୍ତି। ସୋମବାର ଜନ୍ମିତ ବ୍ୟକ୍ତିବିଶେଷମାନେ ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ଚାକିରି କରିଥାନ୍ତି। ଏବେ ଜାଣିବା ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଯେଉଁ ବ୍ୟକ୍ତିବିଶେଷମାନେ ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥାନ୍ତି ସେମାନେ ସାଧାରଣତଃ କ୍ରୋଧୀ, ରାଗୀ, ଅଭିମାନୀ ସ୍ୱଭାବର ହୋଇଥାନ୍ତି। ନିଜର ସ୍ୱାଭିମାନ ସେମାନଙ୍କର ପ୍ରିୟ। ଏହି ବ୍ୟକ୍ତିବିଶେଷମାନେ କୌଣସି ଭୁଲ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିଥାନ୍ତି। ସାଧାରଣତଃ ଏମାନେ ପେଟ ଜାତୀୟ ରୋଗରେ ବାରମ୍ବାର ପୀଡ଼ିତ ହୋଇଥାନ୍ତି। ଏବେ ଜାଣିବା ବୁଧବାରରେ ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଏହି ବ୍ୟକ୍ତିବିଶେଷମାନଙ୍କ ଉପରେ ବୁଧ ଗ୍ରହଙ୍କର ପ୍ରଭାବ ପଡ଼ିଥାଏ। ବୁଧଙ୍କୁ ଜ୍ଞାନର ଗ୍ରହ କୁହାଯାଏ। ତେଣୁ ଅଳ୍ପ ପଢ଼ି ବହୁତ ଜ୍ଞାନ ଅର୍ଜନ କରିବାର ଅଧିକାରୀ ଏମାନେ ହୋଇଥାନ୍ତି। ବୁଧବାର ଜନ୍ମିତ ବ୍ୟକ୍ତିବିଶେଷମାନେ ଅନ୍ୟକୁ ନିର୍ଦ୍ଦେଶ ଦେବାରେ ମାହିର ଥାନ୍ତି ଏବଂ ସବୁ ଜିନିଷର ମୂଳକୁ ଯାଇ ବିଚାର କରିବାର ଶକ୍ତି ଏମାନଙ୍କର ପାଖରେ ଥାଏ। ଏମାନଙ୍କର ଧର୍ମ କର୍ମରେ ଟିକେ ଅଧିକ ରୁଚି ରହିଥାଏ। ଏବେ ଜାଣିବା ଗୁରୁବାର ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଗୁରୁବାର ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ଉପରେ ବିଶେଷ ଭାବରେ ବୃହସ୍ପତି ଗ୍ରହଙ୍କର ପ୍ରଭାବ ପଡ଼ିଥାଏ। ଏମାନେ ଜ୍ଞାନୀ, ଯଶସ୍ୱୀ ସ୍ୱଭାବର ହୋଇଥାନ୍ତି। ବିଦ୍ୟାର ଅଧିପତି ହୋଇଥାନ୍ତି। ଖୁବ୍ ସ୍ୱାଭିମାନୀ ମଧ୍ୟ ହୋଇଥାନ୍ତି। ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥିବାରୁ ଏହି ଦିନରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଲକ୍ଷ୍ମୀବନ୍ତ ବୋଲି ମଧ୍ୟ କୁହାଯାଇଥାଏ ଏବଂ ପରିବାର ମଧ୍ୟରେ ରହିବାକୁ ବହୁତ ଭଲ ପାଇଥାନ୍ତି। ଏବେ ଜାଣିବା ଶୁକ୍ରବାର ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଯେଉଁମାନେ ଶୁକ୍ରବାର ଦିନ ଜନ୍ମିତ ହୋଇଥାନ୍ତି ସେମାନେ ବିଶେଷ ଭାବରେ ମେଡ଼ିକାଲ କ୍ଷେତ୍ରରେ ଚାକିରି କରିଥାନ୍ତି ବା ଭେଷଜ ବିଜ୍ଞାନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ଚେଷ୍ଟା କରିଥାନ୍ତି। ଏମାନେ ବହୁ ଜ୍ଞାନର ଅଧିକାରୀ ହୋଇଥାନ୍ତି। ଶୁକ୍ରବାର ଦିନ ଜନ୍ମିତ ହୋଇଥିବା ବ୍ୟକ୍ତିମାନେ ଖୋଲା ହୃଦୟ ଏବଂ ଖୁସି ମନ ସ୍ୱଭାବର ହୋଇଥାନ୍ତି। ଏବେ ଜାଣିବା ଶନିବାର ଦିନ ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଶନିବାର ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ଉପରେ
ଶନି ଗ୍ରହଙ୍କର ଅଧିକ ପ୍ରଭାବ ପଡ଼ିଥାଏ। ଏହି ଦିନ ଜନ୍ମିତ ବ୍ୟକ୍ତିବିଶେଷମାନଙ୍କର ରୁଚି କୃଷି, ବାଣିଜ୍ୟ ଏବଂ ଟେକ୍ନିକାଲ ଲାଇନରେ ହୋଇଥାଏ। ଏମାନେ ବହୁ ଉଚ୍ଚ ପଦବୀରେ ଚାକିରି ମଧ୍ୟ କରିଥାନ୍ତି। ଏମାନେ ସମସ୍ତଙ୍କ ସହ ଖୁବ୍ ସହଜରେ ସମ୍ପର୍କ ସ୍ଥାପନ କରିପାରନ୍ତି। ତେବେ ବନ୍ଧୁଗଣ, ଆପଣମାନେ କେଉଁ ବାରରେ ଜନ୍ମଗ୍ରହଣ କରିଛନ୍ତି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଧନ୍ୟବାଦ।